ପିଲାମାନେ ଆଜି ଆମେ ପଢ଼ିବା ଓଡ଼ିଆ ମିଡ଼ିୟମ୍ ଅଷ୍ଟମ ଶ୍ରେଣୀ ଗଣିତ ବହିର ବିଷୟ ପରିମେୟ ଓ ସଂଖ୍ୟା। ଏହି ବିଷୟରେ ଆଜି ଆମେ ଅଭ୍ୟାସ କାର୍ଯ୍ୟ ଦେଖିବା। ଚାଲ ଦେଖିବା। ଦେଖ ତାହେଲେ କ'ଣ ଅନୁଶୀଳନୀ 2A ଅନୁସାରେ ଦେଖିବା। ପ୍ରଥମ ପ୍ରଶ୍ନ କ'ଣ, ନିମ୍ନୋକ୍ତ ସଂଖ୍ୟା ଗୁଡ଼ିକର ଯୁଗାତ୍ମକ ବିଲୋମୀ ନିର୍ଣ୍ଣୟ କର। ଯୁଗାତ୍ମକ ବିଲୋମୀ ମାନେ କ'ଣ ଜାଣିଛ? ଯଦି ପ୍ଲସ୍ ଚିହ୍ନ ଥାଏ ତାହେଲେ ମାଇନସ୍ ହେବ, ଯଦି ମାଇନସ୍ ଥାଏ ପ୍ଲସ୍ ହେବ। ବୁଝିବା ଯୁଗାତ୍ମକ ବିଲୋମୀ। ଦେଖ ଉତ୍ତର ପ୍ରଥମର 2/8ର ଯୁଗାତ୍ମକ ବିଲୋମୀ -2/8। ବୁଝିଲା, ଏଇଟା ପ୍ଲସ୍ ଥିଲା ବୋଲି କ'ଣ ହେଲା ମାଇନସ୍ ହେଲା। ସେମିତି ଦେଖ ସେକେଣ୍ଡରେ ଦେଲା -5/9ର ଯୁଗାତ୍ମକ ବିଲୋମୀ କ'ଣ ହେବ? +5/9। ଥାର୍ଡ଼ରେ -6 - 5ର ଯୁଗାତ୍ମକ ବିଲୋମୀ କ'ଣ ହେଇଯିବ ନା -6/5। -6/5 ହେଲା। ବୁଝିଲା। ଆଇବି 2/-9ର ଯୁଗାତ୍ମକ ବିଲୋମୀ କ'ଣ ହେବ? +2/9। ବୁଝିଲା। ବି ଦେଲା 19/-6ର ଯୁଗାତ୍ମକ ବିଲୋମୀ କ'ଣ ହେବ? 19/6। ବୁଝିହେଲା। ତାପରେ ଦେଖ କ'ଣ କହିଛି, ଗୁଣାତ୍ମକ ବିଲୋମୀ। ଗୁଣାତ୍ମକ ବିଲୋମୀ ଦେଖ ପ୍ରଥମର ଉତ୍ତର ଡାଇରେକ୍ଟ କହିଦେଉଛି। -13ର ଗୁଣାତ୍ମକ ବିଲୋମୀ କ'ଣ ହେବ? ଦେଖ -13ର ଗୁଣାତ୍ମକ ମାନେ 13/1 ଅଛି କି ନା ଏଠି, ତାହେଲେ କ'ଣ ହେଇଯିବ? ଗୁଣାତ୍ମକ ବିଲୋମୀ ମାନେ ଉଲ୍ଟିଯିବ। କ'ଣ ହେଇଯିବ ଏଟା ନା -13/1 ଅଛି, ଯେଉଁଟାକି ହେଇଯିବ -1/13। ବୁଝିଲା। 13/1 ଥିଲା, ଏଇଟା ହେଇଗଲା 1/13। ଗୁଣାତ୍ମକ ବିଲୋମୀ ମାନେ ଉଲ୍ଟିଯିବ। ଯୁଗାତ୍ମକ ବିଲୋମୀ ମାନେ କ'ଣ ପ୍ଲସ୍ ମାଇନସ୍ ହେଉଥିଲା, ଏଇଟା କିନ୍ତୁ କ'ଣ ହେବ? ପ୍ଲସ୍ ଯେଉଁଠି ଥିବ ପ୍ଲସ୍ ରହିବ, ମାଇନସ୍ ଥିବ କିନ୍ତୁ ଓଲଟି ଯିବ। ସେକେଣ୍ଡ ଦେଖ -13/19ର ଗୁଣାତ୍ମକ ବିଲୋମୀ ମାଇନସ୍ ନୁହେଁ ପ୍ଲସ୍, 13/19ର 19/13। ସେମିତି ଥାର୍ଡ଼ 1/5ର ଗୁଣାତ୍ମକ ବିଲୋମୀ 5, 1/5 ଅଛି ମାନେ 5 ହେଇଯିବ। ଆଇବି ଦେଖ -5/8 × -3/7 ବା 15/56ର ବିଲୋମୀ କ'ଣ ହେବ? ଏଟାକୁ ଏମିତି ଉଲ୍ଟେଇ ଦେବା, କ'ଣ ହେଇଯିବ? -8/5 × -7/3 କରିଦେବା ବା 56/15। ବୁଝିଲା। ତାପରେ ଦେଖ -1 × -2/5 ବା ଏଇଟା ଗୁଣି ଦେଲେ କ'ଣ ହେଇଯିବ? 2/5ର ଗୁଣାତ୍ମକ ବିଲୋମୀ କ'ଣ ହେବ? 5/2। VI -1ର ଗୁଣାତ୍ମକ ବିଲୋମୀ -1। ମନେ ରଖିଥ। -2 କିମ୍ବା -3ର ଗୁଣାତ୍ମକ ବିଲୋମୀ -3ର ସିନା କ'ଣ ହେବ? 1/-3, କିନ୍ତୁ ସେ କ'ଣ କହିଲା 1। ଏଇଟା ଇମ୍ପୋର୍ଟାଣ୍ଟ ହେଲା କି ନାହିଁ? 1 -1ର ଗୁଣାତ୍ମକ ବିଲୋମୀ ସେଇ -1 ହିଁ ହେଇଥାଏ। ବୁଝିହେଲା। ଏଇଟା ମନେ ରଖିବ, ଇମ୍ପୋର୍ଟାଣ୍ଟ ଅଛି। 3 ନମ୍ବର ଦେଖ, ନିମ୍ନୋକ୍ତ ଉକ୍ତି ଗୁଡ଼ିକରେ କେଉଁ ନିୟମ ବ୍ୟବହାର କରାଯାଇଛି ଲେଖ। ନିୟମ ବ୍ୟବହାର କରାଯାଇଛି ଲେଖ। -4/5 × 1 ଇକ୍ୱାଲ୍ ହେଇଗଲା 1 × -4/5, ଯେଉଁଟାକି ହେଲା -4/5। ଏଇଟା କ'ଣ ଗୁଣାତ୍ମକ ବିଲୋମୀ? ଦେଖ ଉତ୍ତର କ'ଣ ହେଇଯିବ? ଗୁଣାତ୍ମକ ଅଭେଦ ନିୟମ। ସେକେଣ୍ଡ ଦେଖ -13/17 × -2/7 ଇକ୍ୱାଲ୍ ହେଇଗଲା -2/7 × -13/17। ଏଇଟା କ'ଣ ଗୁଣନର କ୍ରମ ବିନିମୟ ନିୟମ। କ'ଣ ହେଲା? କ୍ରମ ବିନିମୟ ହେଲା। ବୁଝିହେଲା। ମାନେ ଜାଗାଟା ଏଠି ଯେଉଁ ଥିଲା ଏପଟ ସେପଟ ହେଇଯାଇଛି। -19/29 × 29/-19 1 ହେଇଗଲା। ଏଇଟା କ'ଣ ହେବ? ଗୁଣନର ବିଲୋମୀ ନିୟମ। ଏଇଟା କ'ଣ? ବିଲୋମୀ ନିୟମ। ଆଇବି 1/3 × 6 × 4/3 ଇକ୍ୱାଲ୍ 1/3 × 6 ଇକ୍ୱାଲ୍ 4 × 4/3। ଏଇଟା କ'ଣ ହେଇଯିବ? ଗୁଣର ସହଯୋଗୀ ନିୟମ। ଏଇଟା ସବୁ ମନେ ରଖିବ। ପୁରା ସହଯୋଗୀ କ୍ରମ ବିନିମୟ ହେଉଛି ଅଭେଦ। ଦେଖ ଏଠି 4 ନମ୍ବର ପ୍ରଶ୍ନ। 6/13କୁ -7/16ର ବ୍ୟୁତ୍କ୍ରମ ସହିତ ଗୁଣଫଳ ନିର୍ଣ୍ଣୟ କର। କ'ଣ କହିଲା? -7/16ର ବ୍ୟୁତ୍କ୍ରମ ମାନେ କ'ଣ ହେଇଯିବ? ଉଲ୍ଟି ଯିବ। -16/7 ହେଇଗଲା। ବୁଝିଗଲା। -16/7। ତାପରେ କ'ଣ କହିଲା? 6/13କୁ -16/7କୁ ଗୁଣିଦେବା। 6/13 × -16/7 କେତେ ହେଇଯିବ? -96/91। -96/91। ବୁଝିହେଲା। ଏଇଟା ହେଲା ଉତ୍ତର। ବୁଝିହେଲା ତ ଏହାର ଉତ୍ତରଟା। ତାପରେ ଦେଖ 5 ନମ୍ବର ପ୍ରଶ୍ନ। 8/9 ଆଉ କ'ଣ 1 ପୂର୍ଣ୍ଣ କେମିତି ପଢ଼ିବ? 1 ପୂର୍ଣ୍ଣ 1/8। ବୁଝିହେଲା। କ'ଣ ହେବ? ଏଇଟା ହେବ 1 ପୂର୍ଣ୍ଣ 1/8ର ବ୍ୟୁତ୍କ୍ରମ ହେବ କି? ଯଦି ନୁହେଁ ତେବେ କାହିଁକି? ପ୍ରଥମେ ଦେଖ ଆମେ ୟାକୁ ଭଗ୍ନ ସଂଖ୍ୟାରେ ପରିଣତ କରିବା। କ'ଣ 1/8/9ର ବ୍ୟୁତ୍କ୍ରମ ମାନେ 9/8 ହେବ। କ'ଣ ଦେଲା? ବା 1 ପୂର୍ଣ୍ଣ 1/8। 1 ପୂର୍ଣ୍ଣ 1/8। ଏଇଟା କ'ଣ? ତେଣୁ 8/9ର ବ୍ୟୁତ୍କ୍ରମ ହେବ ଏତିକି। ଦେଖ ଆମେ କ'ଣ କରିବା ନା 1 ପୂର୍ଣ୍ଣ 1/8 ଦେଖ ମିଶ୍ର ସଂଖ୍ୟାରେ କେମିତି ପରିଣତ ହୁଏ ନା ଏଠି 8/9 9/8 ହେଇଯାଏ। ବୁଝିଲା। କେତେ ହେଲା? 9/8। ତାହେଲେ ଦେଖ ତ ସମାନ ହେଲା। କହିଲା ଏତିକିର ବ୍ୟୁତ୍କ୍ରମ ହେବ କି? ହଁ ହେଲା ତ।
तो ହେଇଗଲା ନା ଆମେ ଏତିକିର व्युत्क्रम ହେଇଗଲା ତ ସେଥିପାଇଁ ଆମେ କାରଣ ଦେଖେଇଲେ ନାହିଁ ବୁଝିଲା 8/9 ର व्युत्क्रम ହେଲା 1/1/8 ବୁଝିଲା। तापर देख 6 नंबर 0.3 3/1/3 ର व्युत्क्रम हेब कि जदि नुहे तेरे कहीं 0.3 माने 3/10 हो हाँ कि नहीं 3/1/3 टा के 3/9 3/9 प्लस 1 10/3 हो गला ताने 3/10 टा 10/3 इंटू 1 हो गला व्युत्क्रम माने कौन देखो दीटा गुणित 1 हो मन रख व्युत्क्रम माने सहज जानी पार कि दीटा संख्या गुणित तो 1 हो उल्टा बा ओलटा तार तो ओलटा ना तो आम यार उत्तर पाइगले 0.3 3/1/3 व्युत्क्रम हम हाँ कि नहीं पाइगले। 7 नंबर प्रश्न देख एक परिमेय संख्या जार व्युत्क्रम नहीं उत्तर दिए गोटे परिमेय संख्या कह जार व्युत्क्रम ही ना शून्य आज शून्य एक परिमेय संख्या शून्य गोटे परिमेय संख्या कि नहीं हाँ यार व्युत्क्रम अच्छी शून्य आम व्युत्क्रम करें ना बुझेगा सेमि देख सेकेंड प्रश्न एक परिमेय संख्या कह जार व्युत्क्रम से संख्या सह सामान -1 एक परिमेय संख्या जार व्युत्क्रम से संख्या सह सामान बुझे -1 को व्युत्क्रम कले से -1 ही रहा। देख थर्ड रे कहला एक परिमेय संख्या जहाँ से ही संख्यार जुगात्मक विलोमी संख्या सामान बुझे गोटे परिमेय संख्या कह जोटा कि सही संख्यार जुगात्मक विलोमी सह सामान है उत्तर है शून्य एक परिमेय संख्या कहीं शून्य जुगात्मक विलोमी सामान हम हाँ कि नहीं। तापर देख देला शून्य स्थान पूरण कर 1 नंबर शून्य व्युत्क्रम शून्य व्युत्क्रम शून्य बा नहीं लिख कौन लिख नहीं डैश और डैश संख्या माने निज निजर व्युत्क्रम देख डैश और डैश निज संख्यार व्युत्क्रम सेकेंड उत्तर कौन हम 1 और -1 1 व्युत्क्रम से 1 हम -1 व्युत्क्रम से 1 हम माने दीटा संख्या मन रख एग्जाम गुरुत्वपूर्ण इम्पोर्टेंस अच्छी। थर्ड नंबर देख -5 व्युत्क्रम कौन हम -5 व्युत्क्रम कार कहला -5 हो -1/5 दे दी -1/5 कौन है -1/5 आई भी देखा आई भी कौन 1/x आउ x नॉट इक्वल टू 0 रो व्युत्क्रम कौन 1/x किंतु x भैल्यूटा 0 नुहे तो 1/x व्युत्क्रमटा कौन हम आमको या सह किसी संपर्क ना x भैल्यू किसी भी हो आमको खाली देसी कौन 1/x माने केते हो यार व्युत्क्रमटा x हो केते हो x देख ये उत्तर दे दी कौन x तापर देख कौन कहला ना भी नंबर जेकोसी दुईटी परिमेय संख्यार गुणफल एक जेकोसी दुईटी परिमेय संख्यार गुणफल एक परिमेय संख्या कौन हम परिमेय संख्या भी नंबर आई रे देख एक ऋणात्मक परिमेय संख्यार व्युत्क्रम कौन हम गोटे ऋणात्मक परिमेय संख्यार व्युत्क्रम एक ऋणात्मक परिमेय संख्या बुझेगा उत्तर मिलगला।